Welcome to Addition Studio. ଆସନ୍ତୁ ଶିଖିବା ରାଗି ଇଡଲି ସହିତ ଚଟନି। 2 କପ୍ ଚାଉଳ ଆଉ 1 କପ୍ ବିରି, ସେଥିରେ ପାଣି ଦେଇ 8 ଘଣ୍ଟା ପର୍ଯ୍ୟନ୍ତ ଭିଜିବାକୁ ଛାଡ଼ିଦେବା। ଆପଣମାନେ କଳା ବିରି ପକାଇବାକୁ ଚାହୁଁଛନ୍ତି ଯଦି ନେଇପାରିବେ। 8 ଘଣ୍ଟା ପରେ ତାକୁ ଆମେ ବାଟି ନେବା। ବାଟି ସାରିଲା ପରେ ସେଥିରେ 1 କପ୍ ରାଗି ଚୁନା ପକାଇ ତାକୁ ଭଲ ଭାବରେ ମିଶାଇ ଦେବା। ତାକୁ 6 ଘଣ୍ଟା ପର୍ଯ୍ୟନ୍ତ ରଖିନେବା। ନଡ଼ିଆ ଚଟନି ପ୍ରସ୍ତୁତ ପାଇଁ ଫାଳେ ନଡ଼ିଆ, ତା ସହିତ ଭଜା ବୁଟ ଡାଲି, କଞ୍ଚା ଲଙ୍କା, ଧନିଆ ପତ୍ର, 5ଟା ରସୁଣ, ଲୁଣ ପକାଇ ତାକୁ ଭଲ ଭାବରେ ବାଟି ନେବା। ଚଟଣିରେ ତଡ଼କା ପ୍ରସ୍ତୁତ କରିବା ପାଇଁ କିଛି ତେଲ, ସୋରିଷ, ଶୁଖିଲା ଲଙ୍କା, ଭୃଷଙ୍ଗ ପତ୍ର, ହେଙ୍ଗୁ ପକାଇ ଫୁଟେଇ ନେବା। ତାପରେ ଚଟଣିରେ ପକାଇ ଭଲ ଭାବରେ ମିଶାଇ ନେବା। ସ୍ୱାଦ ଅନୁଯାୟୀ ଲୁଣ ପକାଇ ବ୍ୟାଟରଟାକୁ ଗୋଳେଇ ନେବା। ଛୋଟ ଛୋଟ କରି କାଟି ନେବା କଦଳୀ ପତ୍ର, ସେଥିରେ ତେଲ ଲଗେଇ ଇଡଲି ଛାଞ୍ଚରେ ଦେଇ ବ୍ୟାଟରକୁ ପକାଇ ଦେବା। ତାପରେ 20 ମିନିଟ୍ ପର୍ଯ୍ୟନ୍ତ ଘୋଡ଼େଇ ନେବା। ଗୋଟେ ପ୍ଲେଟକୁ ବାହାର କରି ନେବା। ତାପରେ ଆମର ପ୍ରସ୍ତୁତ ହୋଇଗଲା ରାଗି ଇଡଲି ସହିତ ଚଟନି। ଆପଣମାନେ ଏଇ ପ୍ରୋସେସରେ ଟ୍ରାଏ କରନ୍ତୁ ଆଉ ମୋତେ କମେଣ୍ଟ ସେକ୍ସନରେ ଜଣାନ୍ତୁ। ଥ୍ୟାଙ୍କ ୟୁ।